ମରିଛନ୍ତି ଯୀଶୁ ଆମ ପାଇଁ, ମରିଛନ୍ତି ଯୀଶୁ ଆମ ପାଇଁ। କାଲବାରି କ୍ରୁଶରେ ରକ୍ତ ଦେଇ ମୋର ପାଇଁ ଆଉ ତୁମରି ପାଇଁ, ମୋର ପାଇଁ ଆଉ ତୁମରି ପାଇଁ। ମରିଛନ୍ତି ଯୀଶୁ ଆମ ପାଇଁ। প্রিয় শ্রোতা বন্ধু, প্রভু শ্রীখ্ରୀষ্টଙ୍କ সর্বশ্রেষ্ঠ নামରେ ଆପଣଙ୍କୁ শুভେচ্ছা। ପବିତ୍ର ବାଇବଲର ଗୀତ ସଂହିତା ପୁସ୍ତକ 14 ଗୀତର ତୃତୀୟ ପଦରେ ଆମମାନେ ଏପରି ପାଠ କରୁ, ସେ ସମସ୍ତେ ବିପଥରେ ଯାଇଅଛନ୍ତି, ସେମାନେ ଏକତ୍ର ଅଶୁଚି ହୋଇଅଛନ୍ତି, ସୁକର୍ମକାରୀ କେହି ନାହିଁ, ନା ଜଣେ ହେ ନାହିଁ। ବିପଥରେ ଯିବା ଅର୍ଥାତ୍ ସତ୍ୟ ବା ଧାର୍ମିକତାର ପଥ ପରିତ୍ୟାଗ କରି ମନ୍ଦ ବା ଭୁଲ ପଥରେ ଯିବା, ସତ୍ୟ ପଥରୁ ବିପଥରେ ଯିବା। ଈଶ୍ୱରଙ୍କ ଦୃଷ୍ଟିରେ ସମସ୍ତେ ବିପଥରେ ଯାଇଅଛନ୍ତି, ସମସ୍ତେ ଦୂରେଇ ଯାଇଛନ୍ତି। ବିପଦଗାମୀ ଲୋକଙ୍କର ଏକ ସୂଚୀ ପିତର ଆପଣ ଦ୍ୱିତୀୟ ପତ୍ରର 2ୟ ଅଧ୍ୟାୟରେ ଦିଅନ୍ତି। ତଦନୁସାରେ ନୋହଙ୍କ ସମୟରେ ଅଧାର୍ମିକ ଲୋକେ ଜଳପ୍ଲାବନ ଦ୍ୱାରା ବିନଷ୍ଟ ହେଲେ, ପୁଣି ସୋଦମ ଓ ଗମୋରାର ଲୋକମାନେ ଅଗ୍ନି ଦ୍ୱାରା ବିନଷ୍ଟ ହେଲେ, କାରଣ ସେମାନେ ମଧ୍ୟ ଅଧାର୍ମିକ ଓ ବିପଥଗାମୀ ଥିଲେ। ସେହିପରି ଯେଉଁମାନେ ଶରୀରର ଅଶୁଚି ଅଭିଳାଷାନୁସାରେ ଆଚରଣ କରନ୍ତି, ପ୍ରଭୁତ୍ୱକୁ ଅବମାନନା କରନ୍ତି, ସେମାନେ ଶକ୍ତଗ୍ରୀବ ଓ କଠିନ ମନ ଅଟନ୍ତି। ସେମାନେ ଉଚ୍ଚପଦସ୍ଥ ଲୋକଙ୍କୁ ଭଲ ମନ୍ଦ କହିବାକୁ ଡରନ୍ତି ନାହିଁ, ଭୋଗବିଳାସରେ ଉତ୍ସବ ପାଳନ କରନ୍ତି, ଛଳ କପଟରେ ଲାଗି ରହନ୍ତି। ସେମାନେ ପାପ ନ କରି ରହିପାରନ୍ତି ନାହିଁ, ସେମାନଙ୍କ ହୃଦୟ ଲୋଭରେ ପରିପୂର୍ଣ୍ଣ, ସେମାନେ ସମସ୍ତେ ବିପଦଗାମୀ ଅଟନ୍ତି, ସେମାନଙ୍କୁ ସେ ଶାପଗ୍ରସ୍ତ ବୋଲି କହନ୍ତି। ପିତରଙ୍କ ଅନୁସାରେ ଈଶ୍ୱର ନ୍ୟାୟବାନ ବିଚାରକର୍ତ୍ତା, ଏଥିପାଇଁ ଏହି ସମସ୍ତ ଅଧାର୍ମିକମାନଙ୍କୁ ଅନ୍ତିମ ବିଚାର ପର୍ଯ୍ୟନ୍ତ ସେ ଛାଡ଼ି ଦେଇଛନ୍ତି। ମାତ୍ର ଈଶ୍ୱର ଦୟାମୟ ଓ କୃପାମୟ, ତେଣୁ ସେ ଡାକନ୍ତି ଏହିପରି ଲୋକମାନଙ୍କୁ ଯେପରି ଏ ଅଧାର୍ମିକମାନେ ଆପଣା ପଥ ପରିତ୍ୟାଗ କରି ଧାର୍ମିକତାର ପଥ ଅନୁସରଣ କରିବେ। ଅଧର୍ମରେ ପତିତ ମାନବ ଜାତିକୁ ରକ୍ଷା କରିବା ନିମନ୍ତେ ପ୍ରଭୁ ଶ୍ରୀଖ୍ରୀଷ୍ଟ ମନୁଷ୍ୟର ଶାପଜନକ ମୃତ୍ୟୁ ଗ୍ରହଣ କଲେ, ପୁଣି ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲେ, ଯେପରି ଯିଏ କେହି ତାଙ୍କଠାରେ ବିଶ୍ୱାସ କରେ ସେ ଅଧର୍ମର ଦଣ୍ଡରୁ ରକ୍ଷା ପାଇ ଧାର୍ମିକ ଗଣିତ ହେବ, ଅନନ୍ତ ଜୀବନର ଅଂଶୀ ହେବ। ତେବେ ଆପଣଙ୍କର ଧାର୍ମିକତାର ପଥ ଅନୁସରଣ କରିବାକୁ ଚାହିଁବେ କି? ପାପରୁ ଅନୁତାପ କରି ଜୀବନରେ ଧାର୍ମିକ ହେବା ପାଇଁ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ।